ଆସୁଛି ବାତ୍ୟା ମେନ୍ଥା। ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ମେନ୍ଥାକୁ ନେଇ ବଡ଼ ଅପଡେଟ୍ ଦେଇଛି ପାଣିପାଗ ବିଭାଗ। ସମୁଦ୍ର ଭିତରେ ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା। ବଢ଼ିବ ପବନର ବେଗ। 27 ତାରିଖରେ ବାତ୍ୟା ମେନ୍ଥା ସୃଷ୍ଟି ହେବା ପରେ ନେବ ଭୀଷଣ ବାତ୍ୟାର ରୂପ। 28 ତାରିଖରେ ଭୀଷଣ ବାତ୍ୟାରେ ପରିଣତ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ଭାବ୍ୟ ବାତ୍ୟାର ନୂଆ ଟ୍ରାକ୍ ମଧ୍ୟ ଜାରି କରାଯାଇଛି। ତେବେ ନୂଆ ଟ୍ରାକ୍ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରାଯାଇଥିବା ବେଳେ ପବନର ବେଗ 100 କିଲୋମିଟର ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ପୂର୍ବରୁ ପବନର ବେଗ 70ରୁ 80 କିଲୋମିଟର ରହିବା ନେଇ ସୂଚନା ଦେଇଥିଲା ପାଣିପାଗ ବିଭାଗ। ଏବେ ତାହା 100 ଛୁଇଁବା ନେଇ ଆକଳନ କରାଯାଇଛି। ଏବେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା ମେନ୍ଥା। ବର୍ତ୍ତମାନ ପାଇଁ ଓଡ଼ିଶାକୁ ସେତେ ବଡ଼ ବିପଦ ନାହିଁ ସତ, କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 27ରୁ 29 ମଧ୍ୟରେ ଭାରୀ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷ କରି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ।